ପିଲାମାନେ ଆଜି ଆମେ ଏହି ପାଠକୁ ଏମିତି ସରଳ ଭାବରେ ବୁଝିବା କି ଯଦି ପରୀକ୍ଷାରେ ଏଥିରୁ ଗୋଟିଏ ମଧ୍ୟ କ୍ୱେଶ୍ଚନ୍ ଆସିଯିବ ତାହା ଲେଖିବା ପାଇଁ ପଛେଇବନି। ତେବେ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ବୋଇତ ବନ୍ଦାଣ ଓ ବାଲିଯାତ୍ରା। ଏହାକୁ ଆରମ୍ଭ କରିବା ପୂର୍ବରୁ କିଛି ଜାଣିନେବା ଏହା ବିଷୟରେ। ବୋଇତ ବନ୍ଦାଣ କ'ଣ? କାର୍ତ୍ତିକ ପୂର୍ଣ୍ଣମୀରେ ଯେଉଁ ଡଙ୍ଗା ଭସାଯାଏ ତାହାକୁ ବୋଇତ ବନ୍ଦାଣ କୁହାଯାଏ। ଏବଂ ବାଲିଯାତ୍ରା ଏହା କେଉଁଠି ପ୍ରସିଦ୍ଧ ଯଦି ଜାଣିଛ ତେବେ କମେଣ୍ଟରେ ଏହାର ଆନ୍ସର ଦେଇଦିଅନ୍ତୁ। ତେବେ ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ବୋଇତ ବନ୍ଦାଣ ଓ ବାଲିଯାତ୍ରା। ଦେଖ ଏଠାରେ କେମିତି ବୋଇତ ବନ୍ଦାଣ। ଆଗ କାଳରେ ଯେଉଁ ସାଧବ ପୁଅମାନେ ଥିଲେ ନା, ସେମାନେ ଦୂର ଦୂର ଜାଗାକୁ କ'ଣ ପାଇଁ ଯାଉଥିଲେ? ଦୂର ଦୂର ଜାଗାକୁ ଯାଉଥିଲେ ଏଥିପାଇଁ କି ବାଣିଜ୍ୟ କାରବାର କରିବା ପାଇଁ। ସେଇଭଳି ଦେଖ ଏଠି କିଭଳି ଭାବରେ ସାଧବ ପୁଅମାନେ ଦୂର ଦେଶକୁ ଯାଉଛନ୍ତି। ଏଠାରେ ତାଙ୍କ ପତ୍ନୀ ତାଙ୍କ ସମ୍ପର୍କୀୟ ମାନେ ତାଙ୍କ ବୋଇତକୁ ବନ୍ଦଉଛନ୍ତି। ତାହା ଏଠାରେ ବର୍ଣ୍ଣନା ହୋଇଛି। ଏବେ ପଢିବା। ଏବେ ପଢିବା ଚାଲ, ଭଲସେ ବୁଝିବା। ଏହାକୁ ଯଦି ତୁମେ ବୁଝିଗଲ ନା, ଶେଷରେ ମୁଁ ଏମିତି 3ଟି କ୍ୱେଶ୍ଚନ୍ କହିବି ଯାହା ଯଦି ତୁମେ ମନେ ରଖିବ ତେବେ ପରୀକ୍ଷାରେ ତାହା ନିହାତି ଆସିବ। ତେଣୁ ଦୟାକରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଦେଖ, ରାତି ହେବାରୁ କୁନା କୁନି ମୁନା ମୁନି ଦୀପୁ ଆସୁ ଅଜାଙ୍କ ପାଖରୁ ଗପ ଶୁଣିବାକୁ ଆସିଲେ। ଅଜା କ'ଣ କଲେ? ସେମାନଙ୍କ ପାଖକୁ ବସାଇ କହିଲେ, ପିଲାଏ ଆଜି କି ଗପ ଶୁଣିବ? ଦେଖ, ଜଣେ ଅଜା ଥିଲେ ଏବଂ ତାଙ୍କର କିଛି ନାତି ନାତୁଣୀ ଏଭଳି କିଛି ଥିଲେ। ସେମାନେ ହେଲେ କୁନା କୁନି ମୁନା ମୁନି ଦୀପୁ ଆସୁ। ସେମାନେ ଅଜାଙ୍କ ପାଖକୁ ଆସି କହିଲେ କି ଅଜା ଆମକୁ କିଛି ଗପକୁ ଆମେ ଶୁଣିବା ପାଇଁ ଇଚ୍ଛା ହେଉଛି ଆମର। ଅଜାଙ୍କ କଥା ଶୁଣି ଦୀପୁ କହିଲା, ଅଜା ଆଜି ବାଲିଯାତ୍ରା କଥା ଶୁଣିବୁ। ଅଜା କହିଲେ, ଆମେ ଆମ ରାଜ୍ୟରେ ପାଳିତ ହେଉଥିବା ବିଭିନ୍ନ ଯାତ୍ରା ପର୍ବ ଉତ୍ସବ ଆମର ସାଂସ୍କୃତିକ ପରମ୍ପରାର ପ୍ରତୀକ। ବାଲିଯାତ୍ରା ସହିତ ଆମ ରାଜ୍ୟର ବହୁ ଗୌରବମୟ ଇତିହାସ ଓ କାହାଣୀ ସହିତ ଜଡ଼ିତ ରହିଛି। ସେଇ କଥା କହୁଛି ଶୁଣ। ତେବେ ଅଜା କ'ଣ କହିଲେ? ଅଜା କହିଲେ କି ଏ ଯେଉଁ ବାଲିଯାତ୍ରା ନୁହେଁ ନା, ବାଲିରେ ଯାତ୍ରା କରିବା କଥା କୁହାଇନି, ବାଲିଯାତ୍ରାର ପ୍ରକୃତ ଅର୍ଥ ଏବେ ଅଜା କ'ଣ କହୁଛନ୍ତି ତେବେ ଚାଲନ୍ତୁ ଶୁଣିବା। ଅଜା କହିଲେ କି ଆମ ରାଜ୍ୟରେ ପାଳିତ ହେଉଥିବା ବିଭିନ୍ନ ଯାତ୍ରା ପର୍ବ ଉତ୍ସବ ଆମର ସାଂସ୍କୃତିକ ପରମ୍ପରା ଅର୍ଥାତ୍ ଆମର ଯେଉଁ ପୂର୍ବପୁରୁଷମାନେ ଯାହା ପାଳନ କରି ଆସୁଛନ୍ତି ତାହା ଏବେ ମଧ୍ୟ ଆମେ ପାଳନ ଯାହାକୁ ବି କରୁଛେ ତାକୁ ସାଂସ୍କୃତିକ ପରମ୍ପରା କୁହାଯାଏ। ସେ ଯେଉଁ ସାଂସ୍କୃତିକ ପରମ୍ପରା ମଧ୍ୟରୁ ବାଲିଯାତ୍ରା ହେଉଛି ଗୋଟିଏ। ସେଇ ବାଲିଯାତ୍ରା ସହିତ ଆମ ରାଜ୍ୟରେ ବହୁ ଗୌରବମୟ ଇତିହାସ କାହା କୁହାଯାଏ? ଯେଉଁ ଜିନିଷ ପୂର୍ବରୁ ଘଟିଯାଇଛି। ଇତିହାସ କାହା କୁହାଯାଏ? ଯେଉଁ ଜିନିଷ ପୂର୍ବରୁ ଘଟିଯାଇଛି ତାହାକୁ ଆମେ ମନେ ରଖିବାକୁ ତାକୁ ଇତିହାସ କୁହାଯାଏ ଏବଂ କାହାଣୀ ସହିତ ଜଡ଼ିତ ହୋଇଛି। ସେ କଥା କହୁଛି ଶୁଣ। ଅଜା କହୁଛନ୍ତି, ଏବେ ଶୁଣିବା। ପ୍ରାଚୀନ କାଳରେ ଆମ ରାଜ୍ୟର ନାମ ଥିଲା ଉତ୍କଳ ବା କଳିଙ୍ଗ। ଏହା ଏକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଏବେ ମୁଁ ତୁମକୁ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ କହୁଛି, ତାହା ଲେଖି ରଖ। ପ୍ରାଚୀନ କାଳରେ ଆମ ରାଜ୍ୟର ନାମ ଥିଲା ଉତ୍କଳ ବା କଳିଙ୍ଗ। ଏହାର ଏକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଯେ ପ୍ରାଚୀନ ଅର୍ଥାତ୍ ପୁରୁଣା ଯୁଗରେ ଆମ ରାଜ୍ୟର ନାମ କ'ଣ ଥିଲା? ଏହାର ଉତ୍ତର ହେବ ଉତ୍କଳ ବା କଳିଙ୍ଗ। ଇତିହାସରୁ ଜଣାଯାଏ ଯେ ପ୍ରାଚୀନ କଳିଙ୍ଗର ବୀର ସାଧବ ପୁଅମାନେ 7 ଦରିଆ ପାର ହୋଇ ଦୂର ବିଦେଶରେ ବାଣିଜ୍ୟ ବ୍ୟବହାର କରୁଥିଲେ। ଅର୍ଥାତ୍ ଇତିହାସର ଅର୍ଥାତ୍ ପୁରୁଣା ଯୁଗରେ ଯାହା ଘଟିଯାଇଛି ତାହାକୁ ଇତିହାସ କୁହାଯାଇଥାଏ। ସେହି ଇତିହାସରୁ ଜଣାଯାଏ ଯେ ପ୍ରାଚୀନ କଳିଙ୍ଗ ଅର୍ଥାତ୍ ପୁରୁଣା ଯୁଗରେ ଯେଉଁ କଳିଙ୍ଗ ଥିଲା ସେତେବେଳେ ବୀର ସାଧବ ପୁଅମାନେ 7 ଦରିଆ ଅର୍ଥାତ୍ ସମୁଦ୍ର ପାର ହୋଇ ଦୂର ବିଦେଶରେ ବାଣିଜ୍ୟ କରିବାକୁ ଯାଉଥିଲେ। ଏମାନେ ଅଥଳ ସାଗରକୁ ଭ୍ରୂକ୍ଷେପ ନ କରି ବୋଇତ ନେଇ ଜାଭା ସୁମାତ୍ରା ବର୍ନି ଓ ବାଲି ସିଂହଳ ଚୀନ ବ୍ରହ୍ମଦେଶ ପ୍ରଭୃତି ଦେଶକୁ ବାଣିଜ୍ୟ ପାଇଁ ଯାଉଥିଲେ। ତେବେ ମୋର ଗୋଟିଏ ପ୍ରଶ୍ନ ଯେ ସାଧବ ପୁଅମାନେ କେଉଁଠାକୁ ବାଣିଜ୍ୟ ପାଇଁ ଯାଉଥିଲେ? ତୁମେ କମେଣ୍ଟ ଯଦି ଜାଣିଛ କମେଣ୍ଟରେ ଉତ୍ତର ଲେଖିଦେବ। ଅତି ପ୍ରାଚୀନ କାଳରୁ ବୟନ ଶିଳ୍ପରେ କଳିଙ୍ଗ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ପାଟବସ୍ତ୍ର ସୂକ୍ଷ୍ମ କାରୁକାର୍ଯ୍ୟର ସାମଗ୍ରୀ ତାରକସି କାର୍ଯ୍ୟ ଝୁଣା ମହୁ ପ୍ରଭୃତି ପଦାର୍ଥ ପ୍ରଚୁର ପରିମାଣରେ ପ୍ରାଚୀନ ଉତ୍କଳରେ ଉତ୍ପାଦିତ ହେଉଥିଲା। ପୁରୁଣା ଉତ୍କଳ ଅର୍ଥାତ୍ ଏବେର ଓଡ଼ିଶାରେ ପାଟବସ୍ତ୍ର ସୂକ୍ଷ୍ମ କାରୁକାର୍ଯ୍ୟର ସାମଗ୍ରୀ ତାରକସି କାର୍ଯ୍ୟ ଝୁଣା ମହୁ ଇତ୍ୟାଦି ପଦାର୍ଥ ପ୍ରଚୁର ପରିମାଣରେ
ଉତ୍କଳରେ ଉତ୍ପାଦିତ ହେଉଥିଲା। ସେହି ଉତ୍ପାଦିତ ଦ୍ରବ୍ୟମାନ ବିକ୍ରୟ କରି ସେଠାରୁ ଅଜସ୍ର ଧନରତ୍ନ ନିଜ ଦେଶକୁ ବୋହି ଆଣୁଥିଲେ। 7 ସମୁଦ୍ର ଡେଇଁ ଯେତେବେଳେ ବଣିକମାନେ ବାଣିଜ୍ୟ କରିବାକୁ ଯାଉଥିଲେ ସେତେବେଳେ ସେମାନେ ଉତ୍ପାଦିତ ଦ୍ରବ୍ୟମାନଙ୍କୁ ବିକ୍ରୟ କରି ସେଠାରୁ ଅଜସ୍ର ଧନରତ୍ନ ନିଜ ଦେଶକୁ ବୋହି ଆଣୁଥିଲେ। ଫଳରେ ଉତ୍କଳର ଆର୍ଥିକ ଅବସ୍ଥା ଅତ୍ୟନ୍ତ ସ୍ୱଚ୍ଛଳ ଥିଲା। ସାଧବ ପୁଅମାନେ ନିଜ ଦେଶକୁ ଧନରତ୍ନ ଆଣିବା ସହିତ ସେହି ବିଦେଶ ଭୂମିରେ ଆମ କଳା, ଭାସ୍କର୍ଯ୍ୟ, ସଂସ୍କୃତି ଓ ସାହିତ୍ୟର ପ୍ରସାର କରିଥିଲେ। ଅର୍ଥାତ୍ ସେମାନେ ଯେଉଁ ଅନ୍ୟ ଦେଶକୁ ଯାଉଥିଲେ ସେଠାରେ ସେମାନେ ଯାହା ବାଣିଜ୍ୟ କରି ଯାହା ଲାଭ କରୁଥିଲେ ଧନରତ୍ନ ବୋହି ଆଣୁଥିଲେ ଏବଂ ସେଠାରେ ଆମ ଦେଶରେ କିଭଳି ଭାବରେ କଳା କେମିତି ଆମ ଭାସ୍କର୍ଯ୍ୟ, ଆମ ସଂସ୍କୃତି, ଆମ ପର୍ବପର୍ବାଣି କିଭଳି ଭାବରେ ପାଳନ କରାଯାଏ ତାହା ସେମାନେ ପ୍ରସାର କରି ଆସୁଥିଲେ। ଏହାଦ୍ୱାରା ଦେଶ ବିଦେଶରେ ସ୍ନେହ, ଶ୍ରଦ୍ଧା ଓ ଭ୍ରାତୃଭାବର ପ୍ରତିଷ୍ଠା ହୋଇପାରିଥିଲା। ଆମ ଦେଶର ସାଧବ ପୁଅମାନେ ଦୀର୍ଘ ଦିନ ଧରି ଜଳଯାତ୍ରା କରି ବାଣିଜ୍ୟ ବ୍ୟବସାୟ କରିବା ସମୟରେ ସେମାନେ ଅସୀମ ଶକ୍ତି, ଧୈର୍ଯ୍ୟ ଓ ସାହସର ପରିଚୟ ଦେଇଯାଇଛନ୍ତି। ଏଠାରେ କ'ଣ କହିଲା, ଆମ ଦେଶରେ ଯେଉଁ ସାଧବ ପୁଅମାନେ ଦୀର୍ଘ ଦିନ ଧରି ଯେଉଁ ଜଳରେ ଯାତ୍ରା ଅର୍ଥାତ୍ ଜଳରେ ଯାଉଥିଲେ ନୌକା ସାହାଯ୍ୟରେ, ସେତେବେଳେ ସେମାନେ ବାଣିଜ୍ୟ ଯେଉଁ ବ୍ୟବସାୟ କରୁଥିଲେ ସେମାନେ ଅସୀମ ଶକ୍ତି, ଧୈର୍ଯ୍ୟ ଓ ସାହସର ପରିଚୟ ଦେଇଯାଇଛନ୍ତି। ଏହି ସମୟରେ କୁନା କହିଲା, ଅଜା ସେହି ସାଧବ ପୁଅମାନଙ୍କ କଥା ଆମକୁ କୁହନ୍ତୁ, ଆମେ ଶୁଣିବୁ। ଅଜା କହିଲେ, ପିଲାଏ, ପ୍ରାଚୀନ ଯୁଗରେ ଯେଉଁ ବୀର ଯୁବକମାନେ ସାତଦରିଆ ପାରି ହୋଇ ବିଦେଶକୁ ବୋଇତ ନେଇ ବାଣିଜ୍ୟ କରିବାକୁ ଯାଉଥିଲେ ସେମାନଙ୍କୁ ସାଧବ ବା ସୌଦାଗର କୁହାଯାଏ। ଏଇଟା ଏକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଯେ ସାଧବ ବା ସୌଦାଗର କାହାକୁ କୁହାଯାଏ। ତେବେ ତମେ ଏଠାରେ ଲେଖିପାରିବ କି ପ୍ରାଚୀନ ଯୁଗରେ ଯେଉଁ ଯୁବକମାନେ ସାତଦରିଆ ପାରି ହୋଇ ବିଦେଶକୁ ବୋଇତ ନେଇ ବାଣିଜ୍ୟ କରିବାକୁ ଯାଉଥିଲେ ସେମାନଙ୍କୁ ସାଧବ ବା ସୌଦାଗର କୁହାଯାଏ। ନେକ୍ସଟ ଦେଖିବା, ସେମାନେ ଧନୀ ଥିଲେ। ସେମାନଙ୍କ ନିକଟରେ ଏକାଧିକ ବୋଇତ ରହିଥିଲା। ବୋଇତ ଅର୍ଥାତ୍ ଡଙ୍ଗା ରହିଥିଲା। ସେମାନେ ସଂଘବଦ୍ଧ ହୋଇ ବୋଇତ ଧରି ବାଣିଜ୍ୟ କରିବାକୁ ଯାଉଥିଲେ। ଅର୍ଥାତ୍ ସେମାନେ ବହୁତ ଜଣେ ଯାଉନଥିଲେ, ବହୁତ ଜଣ ସାଙ୍ଗ ହୋଇ ବାଣିଜ୍ୟ କରିବାକୁ ଯାଉଥିଲେ। ସେମାନଙ୍କ ନିକଟରେ ଏକାଧିକ ବୋଇତ ରହିଥିଲା। ଆମ ରାଜ୍ୟରେ ଏମାନଙ୍କ ବିଷୟରେ ବହୁ କିମ୍ବଦନ୍ତୀ ଓ କାହାଣୀ ପ୍ରଚଳିତ ରହିଛି। ଏହା ବିଷୟରେ ବହୁତ କାହାଣୀ ମଧ୍ୟ ରହିଛି। ଏବେ ମଧ୍ୟ ସାଧବ ଘର, ସାଧବ ବୋହୂ କଥାମାନ ଆମ ସମାଜରେ ପ୍ରଚଳିତ ଚାଲିଛି। ବର୍ତ୍ତମାନର ବଙ୍ଗୋପସାଗରକୁ ପ୍ରାଚୀନ ଉତ୍କଳ ସାଧବମାନେ କଳିଙ୍ଗ ସାଗର ନାମରେ ନାମିତ ଥିଲା। ଏଇଟା ଗୋଟେ ଦରକାରୀ ପ୍ରଶ୍ନ ଯେ ବଙ୍ଗୋପସାଗରକୁ ପ୍ରାଚୀନ ପୁରୁଣା ଉତ୍କଳରେ ସାଧବମାନେ କ'ଣ କରୁଥିଲେ, ଏହାକୁ କଳିଙ୍ଗ ସାଗର କୁହାଯାଉଥିଲା। ଇଂରେଜମାନେ ଆମ ଦେଶ ଶାସନ କରିବା ସମୟରେ କଳିଙ୍ଗ ସାଗରର ନାମକୁ ବଙ୍ଗୋପସାଗରରେ ପରିବର୍ତ୍ତନ କରିଛନ୍ତି। ତେବେ କଳିଙ୍ଗ ସାଗରର ନାମ ବଙ୍ଗୋପସାଗରରେ କେବେ ପରିବର୍ତ୍ତନ ହେଲା, ଯେତେବେଳେ ଇଂରେଜମାନେ ଆମ ଦେଶକୁ ଶାସନ, ଆମ ଦେଶ ଅର୍ଥାତ୍ ଉତ୍କଳ ବା ଓଡ଼ିଶାକୁ ଯେତେବେଳେ ଇଂରେଜମାନେ ଶାସନ କରିଥିଲେ ସେତେବେଳେ କଳିଙ୍ଗ ସାଗରର ନାମ ବଙ୍ଗୋପସାଗର ହୋଇଥିଲା। କିନ୍ତୁ ତା ପୂର୍ବରୁ ଏହା ବଙ୍ଗୋପସାଗର କଳିଙ୍ଗ ସାଗର ନାମରେ ନାମିତ ଥିଲା। ଏଠାରେ ଦେଖ ବାଲିଯାତ୍ରାର କିଛି ଚିତ୍ର ଦିଆଯାଇଛି। ଏ ହେଉଛି ବାଲିଯାତ୍ରାର। ତେବେ ଚାଲ ନେକ୍ସଟ ଦେଖିବା। ସାଧବମାନେ ଦୀପାବଳି ଅମାବାସ୍ୟା ଦିନ ଲକ୍ଷ୍ମୀ ପୂଜା କରିବା ପରେ ବର୍ଷ ସାରା ସଂଗ୍ରହ କରିଥିବା ପଣ୍ୟ ଦ୍ରବ୍ୟ ସବୁକୁ ବୋଇତ ଭିତରେ ରଖୁଥିଲେ। ଏଠାରେ କ'ଣ କହିଲା ଯେ ସାଧବମାନେ ଦୀପାବଳି, ଅମାବାସ୍ୟା ଏବଂ ଲକ୍ଷ୍ମୀ ପୂଜାରେ ବର୍ଷ ସାରା ଯେଉଁ ସଂଗ୍ରହ କରି ରଖିଥାନ୍ତି ଦ୍ରବ୍ୟ ତାକୁ ସବୁ ସାଇତିକି ରଖିଦେଉଥିଲେ କ'ଣ, ଡଙ୍ଗାରେ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହିସବୁ ଦ୍ରବ୍ୟ ଧରି ବାଣିଜ୍ୟ ଯାତ୍ରାରେ ବାହାରି ଯାଉଥିଲେ। ସେମାନେ କେବେ ବାଣିଜ୍ୟ କରିବା ପାଇଁ ଯାଉଥିଲେ, କାର୍ତ୍ତିକ ପୂର୍ଣ୍ଣମୀ ଦିନ। ବୋଇତ ଯାତ୍ରା ପାଇଁ ଏହି ମାସର ପାଗ ବେଶ୍ ଅନୁକୂଳ ରହିଥିଲା। ବୋଇତ ଅର୍ଥାତ୍ ଡଙ୍ଗାରେ ଯାତ୍ରା କରିବା ପାଇଁ ସବୁଠୁ ଅନୁକୂଳ ମାସ ଥିଲା କାର୍ତ୍ତିକ ମାସ। ଏହି ସମୟରେ ଉତ୍ତରା ପବନ ବହୁଥିଲା। ପାଲଟଣା ବୋଇତମାନେ ଉତ୍ତରା ପବନ ଦ୍ୱାରା ସହଜରେ ବିଭିନ୍ନ ଦ୍ୱୀପପୁଞ୍ଜକୁ ଯାତ୍ରା କରୁଥିଲେ। ଯେମାନେ ପାଲଟଣା ବୋଇତ କ'ଣ ଜାଣିଛ ସେମାନେ କମେଣ୍ଟରେ ଉତ୍ତର ଦେଇଦେବେ। ଅତୀତରେ ସାଧବ ପୁଅମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ସହିତ ନୌ ବାଣିଜ୍ୟର ଶୁଭକାମନା କରି କେଉଁ ପ୍ରାଚୀନ କାଳରୁ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଆସୁଛି। ଅର୍ଥାତ୍ ଏ ଯେଉଁ ନୌ ବାଣିଜ୍ୟ ପାଇଁ ଶୁଭକାମନା କରି ବହୁତ ଯୁଗରୁ ବନ୍ଦାଣ ଉତ୍ସବ ପାଳନ କରାଯାଉଛି। ସେଥିପାଇଁ ସାଧବ ଘରର କୂଳବଧୂମାନେ ପ୍ରତିବର୍ଷ କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥିରେ ସମୁଦ୍ର ଓ ନଦୀ କୂଳରେ ଥିବା ବନ୍ଦରମାନଙ୍କରେ ବୋଇତଗୁଡ଼ିକୁ ଧୂପ, ଦୀପ, ଶଙ୍ଖ ଓ ହୁଳହୁଳି ଦେଇ ବନ୍ଦାପନା କରି ମେଲାଣି ଦେଇଥାନ୍ତି। ଅର୍ଥାତ୍ ଦେଖିବ କାର୍ତ୍ତିକ ମାସ ପୂର୍ଣ୍ଣମୀରେ ପ୍ରତ୍ୟେକ ଲୋକ ଘରେ କୂଳବଧୂମାନେ ପ୍ରତିବର୍ଷ କାର୍ତ୍ତିକ ମାସ ପୂର୍ଣ୍ଣମୀ ତିଥିରେ ସମୁଦ୍ର ହେଉ, ନଦୀ କୂଳ ହେଉ ଏବଂ ବନ୍ଦରମାନଙ୍କର ବୋଇତଗୁଡ଼ିକୁ ଧୂପ, ଦୀପ, ଶଙ୍ଖ ଏବଂ ହୁଳହୁଳି ଦେଇ ବନ୍ଦାପନା କରିଥାନ୍ତି।
ଏହାକୁ ବୋଇତ ବନ୍ଦାଣ ଉତ୍ସବ କୁହାଯାଏ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଯେ ବୋଇତ ବନ୍ଦାଣ ଉତ୍ସବ କାହାକୁ କୁହାଯାଏ। ଆମ ଦେଶରେ କେବଳ ବୋଇତ ବନ୍ଦାଣ ଉତ୍ସବ ନୁହେଁ, ଅନେକ ପୌରାଣିକ ଓ ଐତିହାସିକ ଘଟଣାବଳୀକୁ ମନେ ରଖିବା ପାଇଁ ବିଭିନ୍ନ ଉତ୍ସବ, ପୂଜା, ମେଳା, ମହୋତ୍ସବ ଆଦି ପାଳନ କରାଯାଏ। ଅତୀତର ସାଧବ ପୁଅମାନଙ୍କ ନୌବାଣିଜ୍ୟର ଗୌରବବହ କୀର୍ତ୍ତିରାଜିକୁ ଜୀବିତ ରଖିବା ପାଇଁ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି। ଆମ ରାଜ୍ୟରେ ଏହି ଉତ୍ସବକୁ ବାଲିଯାତ୍ରା କୁହାଯାଇଥାଏ। ଯେଉଁ ବୋଇତ ବନ୍ଦାଣ ଉତ୍ସବ ପାଳନ ହୁଏ, ତେବେ ବାଲିଯାତ୍ରା କାହାକୁ କୁହାଯାଏ ଏବେ ଜାଣିଲ? ବୋଇତ ବନ୍ଦାଣ ଉତ୍ସବ ଯେଉଁ ପାଳନ ହୁଏ ତାହାକୁ ଆମ ରାଜ୍ୟ ଅର୍ଥାତ୍ ଓଡ଼ିଶାରେ ବାଲିଯାତ୍ରା କୁହାଯାଏ। ତେବେ ବାଲିଯାତ୍ରା କାହାକୁ କୁହାଯାଏ ଏବେ ଜାଣିଲ? ଏଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ତାପରେ ଦେଖିବା ଆସୁ କ'ଣ ପଚାରିଲା। ଆସୁ ପଚାରିଲା ଅଜା ବୋଇତ ବନ୍ଦାଣ ଉତ୍ସବକୁ ବାଲିଯାତ୍ରା କାହିଁକି କୁହାଗଲା? ତାପରେ ଅଜା କହିଲେ ଆମ ରାଜ୍ୟର ସାଧବ ପୁଅମାନେ ବିଭିନ୍ନ ଦ୍ୱୀପକୁ ବାଣିଜ୍ୟ ପାଇଁ ଯାଉଥିଲେ। ଅତୀତରେ ବାଲି ଦ୍ୱୀପ ସହିତ ଆମର ନୌବାଣିଜ୍ୟ ତଥା କଳା, ସାହିତ୍ୟ, ସଂସ୍କୃତି ସହିତ ନିବିଡ଼ ଥିଲା। ଆମ ସାଧବମାନେ ସେଠାରେ ମଧ୍ୟ ବସବାସ କରୁଥିଲେ। ତେଣୁ ବାଣିଜ୍ୟ ପାଇଁ ବାଲି ଦ୍ୱୀପକୁ ଯାତ୍ରା କରିବାକୁ ବାଲିଯାତ୍ରା କୁହାଗଲା। ତେବେ ଏଠାରେ କ'ଣ କୁହାଗଲା? ଯେଉଁ ସାଧବମାନେ ଦୂର ଜାଗାକୁ ଯାଉଥିଲେ ବାଣିଜ୍ୟ କରିବା ପାଇଁ, ସେଠାରେ କିଛି କିଛି ଦ୍ୱୀପ ରହୁଥିଲା ଯେ ବାଲି ଦ୍ୱୀପ। ତେଣୁ ସେମାନେ ବାଲିକୁ ଯାତ୍ରା କରିଥିଲେ, ତେଣୁ ତାହାର ନାମ ଦିଆଯାଇଥିଲା ବାଲିଯାତ୍ରା। ଏବେ ଦେଖିବା ବାଲିଯାତ୍ରା ନାମକରଣ ବିଷୟରେ ଲୋକମୁଖରେ ଅନେକ କଥା ରହିଛି। କଥାଟି ହେଉଛି ଅତୀତରେ କଟକର ମହାନଦୀ କୂଳରେ ବାଲୁକାପୂର୍ଣ୍ଣ ତଟ ଦେଶରେ ସାଧବ ବୋଉମାନେ ହୁଳହୁଳି ଦେଇ ବୋଇତ ବନ୍ଦାଇ ସାଧବମାନଙ୍କର ମଙ୍ଗଳ ମନସି ଶୁଭ ମେଲାଣି ଦେଉଥିଲେ। କଟକରେ ବାଲୁକାପୂର୍ଣ୍ଣ ତଟ ମହାନଦୀ କୂଳରେ ଯେଉଁ ବାଲୁକା ତଟ ରହିଛି ସେଠାରେ ସାଧବମାନେ ହୁଳହୁଳି ଦେଇ ସାଧବ ପୁଅମାନଙ୍କୁ ବନ୍ଦଉଥିଲେ। ପୁଣି ବୋଇତ ପ୍ରତ୍ୟାବର୍ତ୍ତନ କାଳରେ ବନ୍ଦାପନା କରି ସାଧବମାନଙ୍କୁ ଗୃହକୁ ପାଛୋଟି ନେଉଥିଲେ। ଏହି କାର୍ଯ୍ୟ ନଦୀ କୂଳେ ବାଲିଶଯ୍ୟା ଉପରେ କରାଯାଉଥିବାରୁ ଏହାକୁ ବାଲିଯାତ୍ରା କୁହାଯାଏ। ଦେଖ, ବାଲିଯାତ୍ରା ଗୋଟେ ହେଲା ଯେଉଁ ବୋଇତ ବନ୍ଦାଣ ଉତ୍ସବକୁ ଆମ ରାଜ୍ୟ ଅର୍ଥାତ୍ ଓଡ଼ିଶାରେ ମଧ୍ୟ ବାଲିଯାତ୍ରା କୁହାଯାଏ। ଏବଂ ଆଉ ଗୋଟେ କାରଣରୁ ବାଲିଯାତ୍ରା କୁହାଯାଏ ଯେ କଟକର ମହାନଦୀ କୂଳରେ ଯେତେବେଳେ ବାଲି ଅଛି ମହାନଦୀ କୂଳରେ, ତ ସେଠାରେ ବାଲୁକାପୂର୍ଣ୍ଣ ତଟରେ ଯେତେବେଳେ ଲୋକମାନେ ଯାଉଥିଲେ ବାଣିଜ୍ୟ କରିବା ପାଇଁ, ସେତେବେଳେ ତାଙ୍କୁ ବନ୍ଦା ଯାଉଥିଲା। ପୁଣି ସେମାନେ ଯେତେବେଳେ ଆସୁଥିଲେ ସେତେବେଳେ ମଧ୍ୟ ବନ୍ଦାପନା କରାଯାଉଥିଲା। ଯେହେତୁ ସେଟା ବାଲୁକା ଜାଗାରେ ହଉଥିଲା, ତେଣୁ ସେଟାକୁ କୁହନ୍ତି ବାଲିଯାତ୍ରା। ଏବେ ଦେଖିବା ବୋଇତ ବନ୍ଦାଣ ଉତ୍ସବ ବା ବାଲିଯାତ୍ରା ଉତ୍ସବ ସମଗ୍ର ଦେଶରେ ବେଶ ପ୍ରସିଦ୍ଧି ଲାଭ କରିଛି। ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ବିଷୟରେ ଏହି ଉତ୍ସବ ଆମକୁ ମନେ ପକାଇ ଦିଏ। ଅତୀତର ଇତିହାସକୁ ମନେ ରଖିବା ପାଇଁ ଆଜି ଓଡ଼ିଆ ଘରର ପୁଅ ବୋହୂ ଝିଅମାନେ ବୋଇତ ବନ୍ଦାଣ ଉତ୍ସବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରୁଛନ୍ତି। କଦଳୀ ଗଛର ବାହୁଙ୍ଗା, ସଲ ଓ କାଗଜରେ ଡଙ୍ଗା ତିଆରି କରି ତହିଁରେ ଧୂପ ଦୀପ ଜଳାଇ ପାନ ଗୁଆ ରଖି ବନ୍ଦାପନା ପୂର୍ବକୁ ସେହି ଡଙ୍ଗାକୁ ପାଣିରେ ଭସାଇ ଦିଅନ୍ତି। ଡଙ୍ଗା ଭସାଇବା ସମୟରେ କହିଥାନ୍ତି, ଏହି ଗୀତଟି ବହୁତ ଇମ୍ପୋର୍ଟାଣ୍ଟ ଗୀତ ଯେ ଡଙ୍ଗା ଭସାଇବା ସମୟରେ ଲୋକମାନେ କ'ଣ କହିଥାନ୍ତି? ଲୋକମାନେ କହିଥାନ୍ତି ଆକାମା ବଇ ପାନଗୁଆ ଥୋଇ ପାନଗୁଆ ତୋର ମାସକ ଧର୍ମ ମୋର। ଏହି କଥାଟି ଯେତେବେଳେ ଡଙ୍ଗା ଭସା ଯାଇଥାଏ ସେତେବେଳେ କୁହାଯାଇଥାଏ। ଦେଖ ଏଠାରେ କିଭଳି ଭାବରେ ଡଙ୍ଗା ଭସା ଯାଉଛି। ଏହି ପର୍ବ ଓଡ଼ିଶାର ଏକ ସାର୍ବଜନୀନ ପର୍ବ ଭାବେ ସ୍ୱୀକୃତି ଲାଭ କରିଛି। ଏହା କେବଳ ଏକ ପର୍ବ ନୁହେଁ, ବରଂ ବୋଇତ ବନ୍ଦାଣ ଉତ୍ସବଟି ପ୍ରାଚୀନ ଉତ୍କଳ ନୌବାଣିଜ୍ୟର ହଜିଲା ସ୍ମୃତିକୁ ମନେ ପକାଇ ଦେବାର ଏକ ପରମ୍ପରା। ଶେଷରେ ଅଜା କ'ଣ କହିଲେ? ତେବେ ଚାଲ ଦେଖିବା। ଶେଷରେ ଅଜା କହିଲେ, ପିଲାମାନେ, ପ୍ରାଚୀନ ଉତ୍କଳର ଗୌରବମୟ ଇତିହାସର ମୁକସାକ୍ଷୀ ହେଉଛି ଆମର ବୋଇତ ବନ୍ଦାଣ ଉତ୍ସବ ବା ବାଲିଯାତ୍ରା। ତୁମେମାନେ ଏହି କଥାକୁ ମନେ ରଖି ଆମ ଓଡ଼ିଶାକୁ ଏକ ସମୃଦ୍ଧଶାଳୀ ରାଜ୍ୟରେ ପରିଣତ କରିବାକୁ ଯତ୍ନଶୀଳ ହେବ। ତେବେ ଚାଲନ୍ତୁ, ଭିଡ଼ିଓଟି ଏଇଠି ସରିଯାଇଛି ଏବଂ ଶେଷରେ ମୁଁ ଏହାର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଦେଇଦେବି, ଆପଣ ଦେଖିନେବେ। ତେବେ ଚାଲନ୍ତୁ, ଡେରି ନକରି ଭିଡ଼ିଓକୁ ଏଇଠି ସମାପ୍ତ କରିବା। ଦେଖା ହେବ ନେକ୍ସଟ ଭିଡ଼ିଓ।